ଗୋଟିଏ କଥା ମନେ ରଖିବେ, ସରଳ ଲୋକଙ୍କ ସହିତ କରିଥିବା ଛଳନା ନିଶ୍ଚୟ ତୁମ ବିନାଶର କାରଣ ବନିଥାଏ। ଭଲ ବୁଝାମଣା ଥିଲେ ସମ୍ପର୍କରେ କେବେ ଫାଟକ ସୃଷ୍ଟି ହୋଇନଥାଏ, କିନ୍ତୁ ବୁଝାମଣା ଯଦି ଠିକ୍ ହୋଇନଥାଏ ତେବେ ସମ୍ପର୍କରେ ନିଶ୍ଚୟ ଫାଟକ ଆସିଥାଏ। କାହାର ଖରାପ ସମୟରେ କେବେ ହସନ୍ତୁ ନାହିଁ, କାହିଁକି ନା ତୁମର ବି ସମୟ ଦିନେ ଖରାପ ପଡ଼ିପାରେ। ବିପଦ ସମୟରେ ସବୁବେଳେ ଶାନ୍ତ ରୁହନ୍ତୁ, କାହିଁକି ନା ବିପଦ ସମୟରେ ଶାନ୍ତ ରହିଲେ ବିପଦକୁ ଟାଳିବାର ସମାଧାନ ଆପଣଙ୍କୁ ମିଳିଯାଇଥାଏ। ଚତୁର ହେବା ବହୁତ ଭଲ କଥା, କିନ୍ତୁ ଅନ୍ୟମାନଙ୍କୁ ବୋକା ଭାବିବା ବହୁତ ବଡ଼ ବୋକାମି ହୋଇଥାଏ। ଜୀବନରେ ଖରାପ ସମୟ ଆସିବା ବହୁତ ଜରୁରୀ ଅଟେ, କାହିଁକି ନା ଆମେ ଜାଣିପାରିବା ଏ ଦୁନିଆରେ ଆମ ନିଜର କିଏ ହୋଇଥାଏ, ଆଉ ଯେଉଁମାନେ ଆମ ନିଜର ବୋଲି ଦେଖେଇ ହୁଅନ୍ତି ସେମାନେ କେତେ ପର ବୋଲି। ଗୋଟିଏ ସ୍ତ୍ରୀର ପ୍ରକୃତ ଗହଣା ସୁନା ରୂପା ହୋଇନଥାଏ, ତାର ପ୍ରକୃତ ଗହଣା ହୋଇଥାଏ ଶଙ୍ଖା ଏବଂ ସିନ୍ଦୁର।